ଭାରତର ପରମ୍ପରା ଭାଇଚାରା ସୃଷ୍ଟି କରିବା, ସ୍ନେହ ସୃଷ୍ଟି କରିବା, ଭକ୍ତି ସୃଷ୍ଟି କରିବା ସ୍ୱୟଂ ନାରାୟଣ ଶ୍ରୀକୃଷ୍ଣ ହୋଲି ଆରମ୍ଭ କରିଥିଲେ। ଆପଣମାନଙ୍କୁ ଆଡ଼ଭାନ୍ସ ହାପି ହୋଲି। ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଜୈନ, ବୁଦ୍ଧିଷ୍ଟ ଭାରତବର୍ଷ ଭୁବନେଶ୍ୱର ଜଟଣୀ ଏ ଅଞ୍ଚଳର ଜନସାଧାରଣ ଆନନ୍ଦ ଉଲ୍ଲାସରେ ପାଳନ କରିବା ହୋଲି। ହୋଲି ଆନନ୍ଦ ଉଲ୍ଲାସରେ ପାଳନ କଲେ ବର୍ଷଟା ଯାକ ଆନନ୍ଦରେ କଟେ। ସ୍ନେହ, ଭକ୍ତି ଏବଂ ଶ୍ରଦ୍ଧା ବଢ଼େ। ଏଥିରେ ଧର୍ମ ଫର୍ମ ନାହିଁ। ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ଆମେ ସମସ୍ତେ ଖେଳୁ। ଆପଣମାନଙ୍କୁ ନିମନ୍ତ୍ରଣ ଠିକ୍ 9ରୁ 10 କଂଗ୍ରେସ ଭବନରେ ଆପଣମାନେ ଆସିବେ। ଆମମାନଙ୍କ ସହିତ ହୋଲି ଖେଳିବେ। ସେଠି ଦହିବରା ଅନ୍ୟାନ୍ୟ ଖାଦ୍ୟ କିଛି ଶ୍ରଦ୍ଧାରେ ବଣ୍ଟା ହେବ। ସରିଲା ପରେ ପ୍ରତିବର୍ଷ ପରି ଆମେ 50-60 ବର୍ଷ ହେଲା କରୁଛୁ। ହୋଲି ଖେଳି ସାରିଲା ପରେ ବାଳକାଠି ଆମେ ଯାଉ। ସେଠି ଭାର୍ଗବୀ ନଦୀ, ଦୟା ନଦୀ ପାଣି, କେନାଲ ପାଣିରେ ସାବୁନ ଫାବୁନ ଲଗେଇ ଯେତେ ପ୍ରକାର ରଙ୍ଗ ଦିହରେ ଚାଲିଥାଏ, ବର୍ଷକର ମଇଳା ପୁରା ରଗଡ଼ିକିରି ଦେହଟାକୁ ସଫା କରୁ। ଗୋଟେ ମଲ୍ଲିଫୁଲିଆ ଭୋଜନ ହୁଏ। ସେ ଭୋଜନର ଆଇଟମ୍ ହେଉଛି ଉଷୁନା ଭାତ, ଗୋଟେ ମଟନ୍, ଗୋଟେ ଛିଞ୍ଚଡ଼ା ଚୁଙ୍ଗୁଡ଼ି ପକାଇ, ଗୋଟେ ପୋଟଳ ରସା ସାଧା ଭାଇମାନଙ୍କ ପାଇଁ, ଡାଲି, ଆମ୍ବ ଖଟା, କ୍ଷୀରି। ଇଏ ହେଉଛି ଓଡ଼ିଆ ପରମ୍ପରା ଖାଦ୍ୟ। ସେଠି ଆରେଞ୍ଜମେଣ୍ଟ ହେଇଥାଏ। ଆପଣମାନେ ଯଦି ଆସିବେ ଆମ ସହିତ ହୋଲି ଖେଳିବେ, ଚାରିଆଡ଼େ ଖେଳିବା। ଭୁବନେଶ୍ୱରରେ ଆମେ ଚାରିଆଡ଼େ ବୁଲି ବୁଲି ଖେଳୁ। ଆଗେ ମୁଁ ଯାଏ ମହତାବ ଘରୁ, ମହତାବ ଆଉ ନାହାନ୍ତି, ଜାନକୀ ପଟ୍ଟନାୟକ ଆଉ ନାହାନ୍ତି, ବିଜୁ ପଟ୍ଟନାୟକ ଆଉ ନାହାନ୍ତି, ନନ୍ଦିନୀ ଦେବୀ ନାହାନ୍ତି। ସିନିୟର ଲିଡର ପାଖକୁ ଯେଉଁ ଯାଏ, ଏବେ କେବଳ ଜଣେ ବଞ୍ଚିଛନ୍ତି। ସେ ହେଉଛନ୍ତି ଇଏ ଆମ ନିରଞ୍ଜନ ପଟ୍ଟନାୟକ। ତାରି ଘରକୁ ମୁଁ ଯାଏ। ତାପରେ ଲୋକମାନେ ଆମ ଘରକୁ ଆସନ୍ତି, କଂଗ୍ରେସ ଭବନକୁ ଆସନ୍ତି। ଆମେ 11ଟା 12ଟା ପର୍ଯ୍ୟନ୍ତ ଖେଳୁ। ବାଳକାଠି ଯାଇ ଗାଧୁଆଗାଧି କରି ଭୋଜନ କରେ। ଆପଣମାନେ ମାତ୍ର ଏଠି କେତେ ଜଣ? 30 ଜଣ ଅଛନ୍ତି। ଆମର ସେଠି 500 ଲୋକ ଖାଦ୍ୟ ହେଇଥାଏ। ତେଣୁ ଆପଣମାନେ ଆସିଲେ ଖୁସିରେ ଆମେ ଆଡ଼ଜଷ୍ଟ କରିଦେବା। ନାଇଁ ଭାଙ୍ଗ ରୁହେ ନାଇଁ, ଭାଙ୍ଗ ହେବ। ମୁଁ କହିଲି ମଦ ଫଦ ଆମ ଜାତକରେ ନାହିଁ। ଆଲକାହଲ ଛୁଇଁବାର ପ୍ରଶ୍ନ ନାହିଁ ଏ ଜନ୍ମରେ। ଆଉ କାଲି ସେଦିନ ଗୋଟେ ଶ୍ରୀକୃଷ୍ଣ ଭାଙ୍ଗ ଖାଆନ୍ତି, ରାଧାଙ୍କ ସହିତ ଖେଳନ୍ତି। ଆମେ ଟିକେ ଭାଙ୍ଗ ଖାଇବା, ଆମ ପତ୍ନୀଙ୍କ ସହିତ କି କାହାକୁ ଆମେ ଭଲ ପାଉଥିବା ଖେଳିବା, କିଛି ଅସୁବିଧା ନାହିଁ।